ହେଉଛି ତୃତୀୟ ପାଣ୍ଡବ ଅର୍ଜୁନ। ସାମାନ୍ୟ ଗୋଟାଏ ନାରୀ ସେ ମତେ କରୁଛି ଧିକାର। ଅପେକ୍ଷା କର ଉଦ୍ଧତା ମଲ୍ଲିକା। ମୁଁ ନିଶ୍ଚୟ ପ୍ରମାଣ କରିଦେବି ସମାଜରେ ପୁରୁଷ ହେଉଛି ଶ୍ରେଷ୍ଠ। ପୁତ୍ର ଅର୍ଜୁନ, ତୁମେ ହେଉଛ ବୀର ଶ୍ରେଷ୍ଠ ତୃତୀୟ ପାଣ୍ଡବ ଅର୍ଜୁନ। ତୁମକୁ ପୁଣି କିଏ କହୁଛି ରସରେ ଚଳାଇ? କିଏ? ପାର୍ବତୀ ମୋର ପ୍ରଣାମ ଗ୍ରହଣ କରନ୍ତୁ ମା। ପୁତ୍ର ମାତା କି କାରଣେ ଆଗମନ ମୋର ଏଇ ବାରୁଣା କଟକ? ଆସିଛି ଏକ ବିଶେଷ କାର୍ଯ୍ୟ ପାଇଁ। କିନ୍ତୁ କିନ୍ତୁ ନ ରଖି କୁହନ୍ତୁ ମା, ଏ ଅଧମ ତବ କାର୍ଯ୍ୟ କରିବ ପୂରଣ। ପୁତ୍ର ଅର୍ଜୁନ, ତୁମେ ହେଉଛ ବୀର ଶ୍ରେଷ୍ଠ ତୃତୀୟ ପାଣ୍ଡବ ଅର୍ଜୁନ। ତୁମ ପାଖରୁ କେହି କେବେ ଫେରନ୍ତିନି ନିରାଶ ହୋଇ। ହଁ ମା, ମୁଁ ହେଉଛି ତୃତୀୟ ପାଣ୍ଡବ ଅର୍ଜୁନ। ଶୂନ୍ୟ ହସ୍ତରେ କେହି ନ ଫେରନ୍ତି ମୋର ଏଇ ବାରୁଣା କଟକ। ହେଲେ ପୁତ୍ର, ବାର ବାର ତ୍ରିବାର ସତ୍ୟ କଲି କହିବି ମୋରି ଦୁଃଖର କାହାଣୀ। এই ସାମାନ୍ୟ କଥା ମାତା। ମୁଁ ତୃତୀୟ ପାଣ୍ଡବ ପାର୍ଥ ମହାରଥୀ। ପୁତ୍ର, ଧର୍ମକୁ ସାକ୍ଷୀ ରଖି କରୁଛୁ ମୁଁ ଆଜି ଥିବାର ଶପଥ। ମୋ ଜ୍ୟେଷ୍ଠ ଭ୍ରାତ ଯୁଧିଷ୍ଠିରଙ୍କ ବିନା ଆଦେଶରେ ଦେଇପାରିବି ନାହିଁ ଏ ବାରୁଣା କଟକ। କିନ୍ତୁ ସ୍ୱଇଚ୍ଛାରେ ଦେଇପାରିବି এই জীবন মোহন। ନା ପୁତ୍ର ନା, ମୁଁ ତୁମକୁ ଜୀବନ ମାଗିବା ପାଇଁ ଆସି ନାହିଁ। ଆସିଛି କଳେ ବଳି କୌଶଳ ହରଣ କରିବା ସେ ରାଜକନ୍ୟା ମଲ୍ଲିକାର ସତୀ। କାହିଁକି ନା ସେ ମନେ ମନେ ଭାବୁଛି ଏଇ ସଂସାରରେ ପୁରୁଷ ମାନେ ହଉଛନ୍ତି ନୀଚ ନଗଣ୍ୟ। ଯାହା ପୁତ୍ର, କଳି ବଳି କୌଶଳ ହରଣ କରେ ସେ ରାଜକନ୍ୟା ମଲ୍ଲିକାର ସତୀତ୍ୱ ଅପ୍ରମାଣ କରିଦିଅ। ଏଇ ସଂସାରରେ ପୁରୁଷ ହଉଛି ଶ୍ରେଷ୍ଠ। ଏଇ ସଂସାରରେ ପୁରୁଷ ହଉଛି ଶ୍ରେଷ୍ଠ। ମାତା ଅବଶ୍ୟ ତମ ଆଦେଶ ଶିରୋଧାର୍ଯ୍ୟ ମାତା। ପୁତ୍ର, ମୁଁ ନିଶ୍ଚୟ ଯିବି ସେ ଉଦ୍ଧତା ମଲ୍ଲିକା ନିକଟେ। କଳେ ବଳେ କୌଶଳ ହରଣ କରିବି ତାହାର ସତୀତ୍ୱ। ମୁଁ ପ୍ରମାଣ କରିଦେବି ସମାଜରେ ପୁରୁଷ ହେଉଛି ଶ୍ରେଷ୍ଠ। ଏତେ ତାର ଦମ୍ଭ, ଏତେ ତାର ଗର୍ବ, ଖର୍ବ କରିଦେବି ତା ଗୌରବ। ଖର୍ବ କରିଦେବି ତା ଗୌରବ। କଳକରେ ଧରି ଆଣିବି ପୁରକୁ ଦାସୀ ପରିଚରଣ ସେବିବ। ଦାସୀ ପରିଚରଣ ସେବିବ। ମୋହି ଅଟେ ବୀର ତୃତୀୟ ପାଣ୍ଡବ ସଖା ଯାର କେଶବ ମୁରାରୀ। ସଖା ଯାର କେଶବ ମୁରାରୀ। ତାହାଙ୍କୁ ମଣୁଛି ମନରେ ସାମାନ୍ୟ ଆଣିବି ତାହାର ଗଳା ଧରି। ଆଣିବି ତାହାର ଗଳା ଧରି। ରୂପ ଯୌବନ ଗର୍ବ ଅହଙ୍କାର ଖରାକୁ ମଣୁଛି ସରାଜ୍ଞାନ। ସେ ଖରାକୁ ମଣୁଛି ସରାଜ୍ଞାନ। ମାନ ଭାଙ୍ଗି ଦେବି ଥିବ ପଦ ସବି। ମଳୟ କରିବି ଦାସୀ ଚାଳ। ମଳୟ କରିବି ଦାସୀ ଚାଳ। ତେବେ ଯାଅ ପୁତ୍ର, କଳି ବଳି କୌଶଳ ହରଣ କରି ସେ ରାଜକନ୍ୟା ମଲ୍ଲିକାର ସତୀତ୍ୱ ଅପ୍ରମାଣ କରିଦିଅ। ଏଇ ସଂସାରରେ ପୁରୁଷ ହଉଛି ଶ୍ରେଷ୍ଠ। ହଁ, ଏଇ ସଂସାରରେ ପୁରୁଷ ହଉଛି ଶ୍ରେଷ୍ଠ। ମୁଁ ନିଶ୍ଚୟ ଯିବି ମାତା। ମୁଁ ନିଶ୍ଚୟ ଯିବି ସେ ଉଦ୍ଧତା ମଲ୍ଲିକା ନିକଟେ। କଳେ ବଳେ କୌଶଳ ହରଣ କରିବି ତାହାର ସତୀତ୍ୱ। ମୁଁ ପ୍ରମାଣ କରିଦେବି ସମାଜରେ ପୁରୁଷ ହେଉଛି ଶ୍ରେଷ୍ଠ। ପୁତ୍ର ଅର୍ଜୁନ, କିଏ ଆଜି ଏତେ ଆନନ୍ଦିତ? କଣ କିଛି ଅବାଞ୍ଛିତ ବର ପ୍ରାପ୍ତ ହେଲା ତତେ? କିଏ ତୁମେ ମା? ତୁମେ ମତେ ଏପରି ପରିହାସ କରୁଛ? ଅର୍ଜୁନ,
तू कौन मत चिन्ह पारुनो मु तोर माता पार्वती माता पार्वती अरे छलन भाई छलन रे मोर रूप को धारण करी असो मो पुत्र निकटी अपनी कहू छ पार्वती बोली ना पुत्र मु तोर माता पार्वती ए होजी छलन भाई सावित्री छलना भाई कौन भाविଛୁ छलना करी मो भक्त को मो ठारू करबो अलगा ना पुत्र मु तोर माता पार्वती ए होजी छलन भाई सावित्री ना पुत्र मु तोर माता पार्वती ए होची वृद्ध पत्री सावित्री ना पुत्र मु तोर माता पार्वती ए होजी छलन भाई सावित्री ना पुत्र मु तोर माता पार्वती ए होची वृद्ध पत्री सावित्री अरे कौन है कथा दहराई मथा कथा तो जानिची महिला कहराई कथा कहराई मथा कथा तो जानिची महिला छलना करिणा पीठे को अचड़ा छलना करिणा पीठे को अचड़ा मुख्य तरला जा महिला तू ही मायबिनी धिक्कला ब्राह्मणी शिवा ठार मन पळाई चुपोडी तू ही मायबिनी धिक्कला ब्राह्मणी शिवा ठार मन पळाई चुपोडी कारी मोपती कारी फिरती कारी मोपती कारी फिरती अब किसी बखरा नहीं मुसीबा खरणी तू हिल्ला ब्राह्मणी मिथ्या कथा काही नृत्य देऊ आणि मुसीबा खरणी तू हिल्ला ब्राह्मणी मिथ्या कथा काही नृत्य देऊ आणि खरा पड़ी जबा तो कोट्टा का बड़ा खरा पड़ी जबा तो कोट्टा का बड़ा अर्जुन परिवा जानिला हेलो जानिले अर्जुन देवटी सम्मान महिमा दातार समर जानिले अर्जुन देवटी सम्मान महिमा दातार समर नंदन अरे रूप समहला गुण सामन है रूप समहला गुण सामन है अर्चना देवता गुण जानिले अर्जुन हेव दोहीन मुख न बिगड़ राखी भुवन जानिले अर्जुन हेव दोहीन मुख न बिगड़ राखी भुवन जा फेरी अपेक्षा न करी जा फेरी अपेक्षा न करी मारा या राहिची जाहिना सावित्री थया धरंतु किए किए तुम्हें बेली देवी एका रूप एका रंग पुणी एक वस्त्र बेली देवी करिच्छ धारण किपरि किपरि जानिबि मो केउ देवी पार्वती औ केउ देवी सावित्री पुत्र अर्जुन माता तू गणी तो माता को चिन्ह पारुनु मु तोर माता पार्वती ए होची छलनामय सावित्री ना पुत्र मु तोर माता पार्वती ए होची वृद्ध पत्री सावित्री ना पुत्र मु तोर माता पार्वती ए होची छलनामय सावित्री ना पुत्र
ମୁଁ ତୋର ମାତା ପାର୍ବତୀ ଏ ହଉଛି ବୃଦ୍ଧ ପତ୍ନୀ ସାବିତ୍ରୀ। ନା ପୁତ୍ର ମୁଁ ତୋର ମାତା ପାର୍ବତୀ ଏ ହଉଛି ଛଳର ଭାଇ ସାବିତ୍ରୀ। ବନ୍ଦ କରନ୍ତୁ। ବେନି ଦେବୀଙ୍କ ମଧ୍ୟରେ ଆଉ ନକର କଳ। ଏବେ ଠିକ ଜଣା ପଡିବ କେଉଁ ଦେବୀ ପାର୍ବତୀ ଆଉ କେଉଁ ଦେବୀ ସାବିତ୍ରୀ। ମୁଁ ତୁମ ବେନି ଦେବୀଙ୍କର କରିବି ପରୀକ୍ଷା। ଏ ନିଅନ୍ତୁ ବେନି ଦେବୀ, ଏ ହେଉଛି ପ୍ରଭୁ ଦେବାଦେବ ମହାଦେବଙ୍କ ପ୍ରସାଦ। ପ୍ରଭୁ ମହାଦେବଙ୍କ ପ୍ରସାଦକୁ ବେନି ଦେବୀ କରନ୍ତୁ ଗ୍ରହଣ। ତାପରେ ଜଣା ପଡିବ କେଉଁ ଦେବୀ ପାର୍ବତୀ ଆଉ କେଉଁ ଦେବୀ ସାବିତ୍ରୀ। ନିଅନ୍ତୁ ବେନି ଦେବୀ, ପ୍ରଭୁ ଦେବଦେବ ମହାଦେବଙ୍କ ପ୍ରସାଦକୁ କରନ୍ତୁ ଗ୍ରହଣ। ନିଅନ୍ତୁ ମାତା। ତୁ କଣ କଲି ପୁତ୍ର? ଚାରେ ଲଙ୍ଗୁଳି କାଳି କାଳି କಡೆ ମତେ କହିଦେଇ ଶୁଣିଛ। ମୁଁ ଶ୍ରୀଲଙ୍ଗଳ ଅବସର ପ୍ରସାଦକୁ କେବେ ବି ଗ୍ରହଣ କରିବିନି। ପୁତ୍ର ଅର୍ଜୁନ, ମୋ ପାଖରେ ତୁ ତ୍ରିବାର ସତ୍ୟ କରିଛୁ। ସତ୍ୟ ଭାଗ୍ନ ହେଲେ ସ୍କନ୍ଦାଚିତ ହୋଇବ ଦହର। କଳି ବଳି କୌଶଳ ହରଣ କରିବୁ ସେ ରାଜକନ୍ୟା ମାଲିକାର ସତୀତ୍ୱ ଅପ୍ରମାଣ କରିଦେବୁ। ଏ ସଂସାରରେ ପୁରୁଷ ହଉଛି ଶ୍ରେଷ୍ଠ। ଏ ସଂସାରରେ ପୁରୁଷ ହଉଛି ଶ୍ରେଷ୍ଠ। ବାହାର ବାହାର ମୋ ଭକ୍ତ ପ୍ରଭୁ ପାର୍ବତୀ ବାହାର ବାହାର କରୁଛି ପାର୍ବତୀ ବାହାର। ହଲେ ଲଙ୍ଗୁଳି ଖାଲି ମୁଁ ଚାଲି ଯାଉଛି ତ ଭକ୍ତପୁର ମଧ୍ୟରୁ। ମାତ୍ର ଠିକ ସେଇ ଦିନ ଦେଖାଅ ଯେଉଁ ଦିନ ସେ ରାଜକନ୍ୟା ମାଲିକା ବିବାହ ନ କରି ଗର୍ଭରେ ଧରିବ ଅବୈଧ ସନ୍ତାନ, ମଙ୍ଗଳ କରିବ ବଂଶରେ ଦାହର। ଆଉ ସମସ୍ତେ ତାକୁ ଘୃଣା କରିବି ଘୃଣା। ପୁତ୍ର ଅର୍ଜୁନ, ମାତା ମୋ ପାଖରେ ତୁ ତ୍ରିବାର ସତ୍ୟ କରିଛୁ। ସତ୍ୟ ଯେପରି ରାଖିବ ନିଶ୍ଚୟ, ସତ୍ୟ ଯେପରି ରାଖିବ ନିଶ୍ଚୟ। ଆସୁଛି ଲଙ୍ଗୁଳି କାଳିକା, ମୁଁ ମାତ୍ର ଠିକ ସେଇ ଦିନକୁ କରିଛି ଅପେକ୍ଷା। କାହିଁକିନା ମୁଁ ହଉଛି ବ୍ରହ୍ମାଙ୍କ ହରଣୀ ଷଷ୍ଠୀ ଦେବୀ ସାବିତ୍ରୀ। समय को अपेक्षा कर रही वृद्ध ब्राह्मणी। देखी तू किपरि श्रेष्ठ हबु ए दुनिया दंड। अब देखी सबुज देवता ब्रह्मा किपरि पूज्य हबे विश्व दरबार। मु मात्र समय को करिले अपेक्षा, मु मात्र समय को करिले अपेक्षा। पुत्र अर्जुन, कौन सी मुहूर्त रे कौन सी समय रे तू यदि मौका न मलिकार कौन क्षति कर चेष्टा करो तारे ध्वंस कर दे तो पांडव वंश, ध्वंस कर दे तो पांडव वंश, नहीं ध्वंस कर दे विश्व नहीं कारण मोची महाकाल शिवंक घरणी आद्या शक्ति पार्वती। प्रभु देवदेव महादेव प्रसाद दे मुझे प्रमाण करदेली जे केउ देवी पार्वती आ केउ देवी सावित्री, किंतु देवी सावित्री मते कराइले सत्य सत्य मल्लिकार सतीत्व को मोहरण करि परिबिनी ताहले मोर स्कंध चित्त हेबो। आ देवी पार्वती कही गले
ଯଦି ମଲ୍ଲିକାର ସତୀତ୍ୱକୁ ମୁଁ କରିବି ହରଣ ତାହେଲେ ସେ ମୋ ପାଣ୍ଡବ ବଂଶକୁ କରିଦେବେ ଧ୍ୱଂସ। କଣ କରିବି ମୁଁ କଣ କରିବି? ହେଉଛି ତୃତୀୟ ପାଣ୍ଡବ ଅର୍ଜୁନ। ଧନ ହଳେ ଧରାକୁ କରିଥିଲି ଧାରଣ, ଧର୍ମକୁ ସାକ୍ଷୀ ରଖି କରିଛି ମୋ ଜୀବନ। ବଳେ ବଳେ କୌଶଳେ ହରଣ କରିବି ସେ ଉଦ୍ଧତ ମଲ୍ଲିକାର ସତୀତ୍ୱ। ଆଉ ମୁଁ ପ୍ରମାଣ କରିଦେବି ସମାଜରେ ପୁରୁଷ ହେଉଛି ଶ୍ରେଷ୍ଠ। କାରଣ ତୃତୀୟ ପାଣ୍ଡବ ବୀର ଧନୁର୍ଦ୍ଧର।